ଯେତେବେଳେ ଗୋटे ନାରୀଟିଏ ତା ମଥାରେ ତା ସିନ୍ଥିରେ ସିନ୍ଦୁର ଲଗେଇଥାଏ ସମଗ୍ର ଜଗତ ତାକୁ ସଧବା ବୋଲି କହେ ଏବଂ ଯେତେବେଳେ ସିନ୍ଦୁର ଲିଭିଯାଏ ଗୋଟେ ନାରୀକି ସମଗ୍ର ଜଗତ ବିଧବା ବୋଲି କହେ। ମା ମାନେ ସକାଳୁ ସଞ୍ଜ ପର୍ଯ୍ୟନ୍ତ ଗୋଟିଏ ନାରୀ ତା ମଥାରେ ତା ସିନ୍ଥିରେ ସିନ୍ଦୁର ଲଗେଇଥାଏ, କିନ୍ତୁ ମନକୁ ପ୍ରଶ୍ନ କରିବେ ଯେତେବେଳେ ଗୋଟେ ନାରୀ ସ୍ନାନ କରିବାକୁ ଯାଏ, ଗାଧୋଇବାକୁ ଯାଏ, ମୁଣ୍ଡରେ ଯେତେବେଳେ ସାବୁନ ସାମ୍ପୁ ଲଗାଏ ସେ ସିନ୍ଦୁର ଯାଏ କୁଆଡେ? ସେଇତକ ସମୟ ସେ ସିନ୍ଦୁର ସେ ନାରୀ ମଥାରୁ ଲିଭିଯାଏ। ତାହେଲେ ମା ମାନେ ଆପଣ ମାନେ ବିଚାର କରିବେ ସେଇତକ ସମୟ ଗୋଟେ ନାରୀ ସଧବା ହେଲା ନା ବିଧବା ହେଲା? ସେଇତକ ସମୟ ପାଇଁ ଗୋଟିଏ ନାରୀ କୋଉଠି ସିନ୍ଦୁର ଛାଡିକି ଯାଏ? ମୋର ମା ମାନେ ବାପା ମାନେ ସେଇତକ ସମୟ ପାଇଁ ଗୋଟିଏ ନାରୀ ପ୍ରତ୍ୟେକ ଦିନ ଘର ଲୋକର ସମସ୍ତ କାମ ସରିଲା ପରେ ଶେଷରେ ଶୋଇବାକୁ ଯାଏ ଏବଂ ସବୁ ଲୋକ ଶୋଇଥିବେ ସର୍ବପ୍ରଥମେ ବ୍ରହ୍ମ ମୁହୂର୍ତ୍ତରୁ ଉଠେ। ଯେତେବେଳେ ବ୍ରହ୍ମ ମୁହୂର୍ତ୍ତରୁ ଉଠେ ତା ସ୍ୱାମୀ ପାଦ ତଳେ ତା ମଥାକୁ ଲଗେଇ ଦିଏ, ତା ସିନ୍ଥିକି ଲଗେଇ ଦିଏ, ସିନ୍ଥୁରୁ ସିନ୍ଦୁର ଯାଇ ତା ସ୍ୱାମୀର ପାଦରେ ଲାଗିଯାଏ ଏବଂ ଯେତେବେଳେ ସ୍ନାନ କରିବାକୁ ଯାଏ ତାର ସ୍ୱାମୀର ସିନ୍ଦୁର ସ୍ୱାମୀ ପାଦ ତଳେ ଲାଗିକିରି ଥାଏ। ସେଇଥିପାଇଁ ଗୋଟିଏ ନାରୀ ସ୍ନାନ କଲାବେଳେ ସିନ୍ଦୁର ଲିଭିଗଲେ ମଧ୍ୟ ତା ସ୍ୱାମୀ ପାଦ ତଳେ ତା ସିନ୍ଦୁର ଲାଗିଥାଏ। ସବୁଦିନ ସକାଳ ପାଇଲେ ସ୍ୱାମୀଙ୍କୁ ଟିକେ ପ୍ରଣାମ କରିବେ। ସ୍ୱାମୀ ହେଉଛନ୍ତି ଦେବତା,